ନମସ୍କାର। ଆଜି ପରକାୟା ପ୍ରବେଶକୁ ନେଇ ମୁଁ ଗୋଟେ ଏଇ 1985 ମସିହାରେ ଘଟିଯାଇଥିବା ଘଟଣା ଉତ୍ତରପ୍ରଦେଶ ଫାରୁକାବାଦର ଶରୀଫପୁରା ଗାଁରେ ସୁମିତ୍ରା ସିଂ ନାମକ ଜଣେ ମାତ୍ର 17-18 ବର୍ଷର ବିବାହିତା ଯୁବତୀଙ୍କର କଥା କହିବାକୁ ଯାଉଛି। ଏଇଟା ଆମର ଏଇ ଭାରତବର୍ଷରେ ଉତ୍ତରପ୍ରଦେଶରେ ଫାରୁକାବାଦ ଜିଲ୍ଲାର ଶରୀଫପୁରା ଗ୍ରାମରେ ଘଟିଥିଲା। ଏଇ ପୁନର୍ଜନ୍ମକୁ ନେଇ ହଉ ବା ରିବାର୍ଥକୁ ନେଇ ହଉ ସମଗ୍ର ବିଶ୍ୱରେ ଏବେ ଯେଉଁ ଗବେଷଣା ଚାଲିଛି ସେଥିରେ ଦୁଇଟି ପ୍ରମୁଖ ନାମ ଭାରତବର୍ଷର ସତୋନ ପାଶ୍ରିକା ଏବଂ ବିଦେଶର ଷ୍ଟିଭେନସନ, ଏହି ଦୁଇ ଜଣଙ୍କ ନାମ ବିଶେଷ ଭାବରେ ପରିଚିତ। ଭାରତବର୍ଷର ସତୋନ ପାଶ୍ରିକା ଏବଂ ବିଦେଶର ଷ୍ଟିଭେନସନ ଏମାନେ ମୃତ୍ୟୁ ପରର ଜନ୍ମ, ପୁନର୍ଜନ୍ମ ବା ରିଇନକାର୍ନେସନ୍ସ ବା ରିବାର୍ଥ ଆ ଉପରେ ଆଜି ପର୍ଯ୍ୟନ୍ତ ଗବେଷଣା ଜାରି ରଖିଛନ୍ତି। এই ଭାରତବର୍ଷର ସତୋନ ପାଶ୍ରିକା 1985 ମସିହାରେ ସୁମିତ୍ରା ସିଂ ନାମକ ଜଣେ ଯୁବତୀ, ବିବାହିତା ଯୁବତୀ ଯାହାକୁ 17 ବର୍ଷ ବୟସ ହୋଇଥିଲା, ତାଙ୍କୁ ଯାଇ ଭେଟିଥିଲେ ଉତ୍ତରପ୍ରଦେଶ ଫାରୁକାବାଦ ଜିଲ୍ଲାର ଶରୀଫପୁର ଗ୍ରାମରେ। ସତୋନ ପାଶ୍ରିକା ଶୁଣିବାକୁ ପାଇଲେ ଯେ ସୁମିତ୍ରା ସିଂ ନାମକ ଏଇ ଯେଉଁ ଯୁବତୀଟି ଆ ଭିତରେ ବିଭିନ୍ନ ସମୟରେ ବିଭିନ୍ନ ମୃତାତ୍ମା ମାନେ ତା ଶରୀର ଭିତରେ ପ୍ରବେଶ କରିଯାଉଛନ୍ତି ଏବଂ ସେ ସମୟରେ ଏହି ସୁମିତ୍ରା ସିଂ ନାମକ ଯୁବତୀଟି ସେଇ ପ୍ରବେଶ କରିଯାଇଥିବା ମୃତାତ୍ମାଙ୍କ ଭଳି ବ୍ୟବହାର କରୁଛି। ଏଇଟା କେତେ ଦୂର ସତ୍ୟ, କେତେ ଦୂର ମିଥ୍ୟା, କେତେ ଦୂର ଗୁଜବ, ଏସବୁକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ସତୋନ ପାଶ୍ରିକା ଯାଇ ପହଞ୍ଚିଥିଲେ ସେହି ଶରୀଫପୁର ଗ୍ରାମରେ। ସୁମିତ୍ରା ସିଂ କି ଯେତେବେଳେ ମାତ୍ର 13 ବର୍ଷ ବୟସ ହୋଇଥିଲା, ତାଙ୍କର ବିବାହ ହୋଇଯାଇଥିଲା। ଜଗଦୀଶ ସିଂଙ୍କୁ, ତାଙ୍କ ସ୍ୱାମୀଙ୍କର ନାଁ ଥିଲା ଜଗଦୀଶ ସିଂ ଏବଂ ମାତ୍ର 13 ବର୍ଷ ବୟସରେ 1984 ମସିହାରେ ସୁମିତ୍ରା ସିଂ ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଦେଖାଗଲା ପୁଅଟିକି ଜନ୍ମ ଦେବା ପରଠାରୁ ସୁମିତ୍ରା ସିଂ ଏକ ପ୍ରକାରର ବାତ ବେମାରୀରେ ପୀଡ଼ିତ ହେଲେ। ଯେତେବେଳେ ବାତ ମାରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଆନ୍ତି, ଆଖି କଟମଟ କରି ଉପରକୁ ଚାହାନ୍ତି ଏବଂ ଏକ ପ୍ରକାର ଗୋଟେ ସମ୍ମୋହନ ସ୍ତରକୁ ଚାଲିଯାଆନ୍ତି। ସମ୍ମୋହନ ସ୍ତର ମାନେ ଆପଣ ବୁଝିପାରୁଥିବେ, ମାନେ ଯେମିତି ଆମର ଗାଁ ଗଣ୍ଡା ମାନଙ୍କରେ ଝାମୁ ଯାତ୍ରାରେ କାଳିସି ଲାଗିଲେ କାଳିସିଟି ବେତ ଧରି ଗୋଟେ ସମ୍ମୋହନ ଅବସ୍ଥାକୁ, ହିପ୍ନୋଟାଇଜ ଷ୍ଟେଟକୁ ଚାଲିଯାଏ, ନିଆଁରେ ଦୌଡ଼େ, ଠିକ୍ ସେମିତି ସୁମିତ୍ରା ସିଂ କି ଯେତେବେଳେ ବାତ ମାରେ ସେ ଚେତାଶୂନ୍ୟ ହୋଇ କେବଳ ପଡ଼ିଯାଆନ୍ତିନି, ଏକ ପ୍ରକାର ସମ୍ମୋହନ ଅବସ୍ଥାକୁ ଚାଲିଯାଆନ୍ତି। ଆଉ ସେତେବେଳେ ସେ କହନ୍ତି, ମୁଁ ହେଉଛି ନିଜେ ସନ୍ତୋଷୀ ମା। ପୁଣି କେତେବେଳେ କେତେବେଳେ ସେଇ ସମ୍ମୋହନ ଅବସ୍ଥାରେ କହନ୍ତି, ମୋ ନାଁ ହେଉଛି ମୁନି ମା। କେତେବେଳେ କହନ୍ତି ମୁଁ ସନ୍ତୋଷୀ ମା, କେତେବେଳେ କହନ୍ତି ସେ ମୁନି ମା। ଏଇ ମୁନି ମା ନାମ୍ନୀ ଯେଉଁ ନାରୀଟି, ସେ କୁଆଡ଼େ ନଦୀରେ ଗାଧେଇଲା ବେଳେ ବୁଡ଼ି ଯାଇକି ପ୍ରାଣ ହରାଇଥିଲା, ଯାହା ସୁମିତ୍ରା ସିଂ ତାଙ୍କର ଚେତାଶୂନ୍ୟ ଅବସ୍ଥାରେ କହିଥାନ୍ତି। କେତେବେଳେ ସନ୍ତୋଷୀ ମା, କେତେବେଳେ ମୁନି ମା। ଆଉ ଦେଖାଯାଏ ପୁଣି କେତେବେଳେ କେତେବେଳେ ଏଇ ବାତ ମାରିବାର ଚେତାଶୂନ୍ୟ ଅବସ୍ଥାରେ ସୁମିତ୍ରା ଦେବୀ କହନ୍ତି ସେ ଜଣେ ପୁରୁଷ ଏବଂ ଏକ ଅନ୍ୟ ରାଜ୍ୟର ମଣିଷ। ସିଏ ଗାଁ ଲୋକମାନେ ହଚକିତ ହୁଅନ୍ତି। ସୁମିତ୍ରାର ସ୍ୱାମୀ ଜଗଦୀଶ ସିଂ ସିଏ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ସୁମିତ୍ରାର ଶାଶୁ ଶ୍ୱଶୁର ମାନେ ସେ ଆବାକାବା ହୁଅନ୍ତି
ଯେ ଇଏ କିଏ, ଯେତେବେଳେ ବାତ ମାରୁଛି ସେ ଚେତାଶୂନ୍ୟ ହୋଇଯାଉଛି, କେତେବେଳେ କହୁଛି ମୁଁ ସନ୍ତୋଷୀ ମା, କେତେବେଳେ କହୁଛି ମୁଁ ମୁନି ମା, ପୂର୍ବ ଜନ୍ମରେ ନଦୀରେ ବୁଡ଼ି ଯାଇକି ମରିଥିଲି, କେତେବେଳେ କହୁଛନ୍ତି ମୁଁ ଜଣେ ପୁରୁଷ ଅନ୍ୟ ରାଜ୍ୟର। ଏମିତି ବିଭିନ୍ନ ପ୍ରକାର କଥା ଯେତେବେଳେ କୁହନ୍ତି, ଜଣାଗଲା ଯେ ଏଇ ସୁମିତ୍ରା ସିଂ ନାମକ ଏଇ ବିବାହିତା ଯୁବତୀଟି ଦେହରେ ସମୟ ସମୟ ଅନେକ ମୃତାତ୍ମା ମାନଙ୍କର ଆତ୍ମା ତାଙ୍କ ଭିତରେ ପ୍ରବେଶ କରିଯାଏ। 16 ଜୁଲାଇ 1985 ମସିହାର କଥା। 16 ଜୁଲାଇ 1985 ମସିହାର କଥା। ସୁମିତ୍ରାଙ୍କ ଦେହରେ ସନ୍ତୋଷୀ ମା ପ୍ରବେଶ କରିଯାଇଥାନ୍ତି ଏବଂ ସେହି ଅବସ୍ଥାରେ ସେ ନିଜକୁ ନିଜେ ଘୋଷଣା କଲେ ଯେ ଆଉ ମାତ୍ର 3 ଦିନ ପରେ ମୋର ମୃତ୍ୟୁ ହେବ। ମାନେ 16 ଜୁଲାଇ 1985 ମସିହାରେ ଚେତାଶୂନ୍ୟ ଅବସ୍ଥାରେ ସୁମିତ୍ରା ସିଂ କହୁଛନ୍ତି ଯେ ଆଉ ଆଗାମୀ 3 ଦିନ ଭିତରେ ମୋର ମୃତ୍ୟୁ ହେବ, ଏବଂ ଦେଖାଗଲା ସତକୁ ସତ 19 ଜୁଲାଇ 1985 ଦିନ ସୁମିତ୍ରା ସିଂ ପ୍ରାୟ ମୃତ ପ୍ରାୟ ପଡ଼ି ରହିଲେ। ତାଙ୍କର ନାଡ଼ି ଚାଲିଲାନି, ହୃଦସ୍ପନ୍ଦନ ବନ୍ଦ ହୋଇଗଲା ଏବଂ ତାଙ୍କର ଶ୍ୱଶୁର ଘର ଲୋକ ଜାଣିଲେ ସୁମିତ୍ରା ସିଂ ମରିଗଲେ। ସୁମିତ୍ରା ସିଂ କି ଯେତେବେଳେ ଦାହ କରିବା ପାଇଁ ଶ୍ମଶାନକୁ ନେବାର ବ୍ୟବସ୍ଥା ହେଉଛି, ଦେଖାଗଲା ହଠାତ୍ ସୁମିତ୍ରା ସିଂଙ୍କର ଚେତା ଫେରି ଆସିଲା, ସେ ପୁନର୍ବାର ଜୀବିତ ହୋଇଗଲେ। କିନ୍ତୁ ଏଇ ଯେଉଁ ପୁନର୍ବାର ଜୀବିତ ହୋଇଗଲେ, ଏହା ପରେ ଏଇ ଯେଉଁ ମୃତ ପ୍ରାୟ ପଡ଼ିରହେ, ସେ କହିଥିଲେ 16 ଜୁଲାଇରେ 1985ରେ ମୁଁ 3 ଦିନ ପରେ ମରିଯିବି, ମୁଁ ହେଉଛି ସନ୍ତୋଷୀ ମା, ଏବଂ ସତକୁ ସତ ଜୁଲାଇ 19 ତାରିଖ ଦିନ ସେ ମୃତ ପ୍ରାୟ ପଡ଼ି ରହିଲେ। ଏବଂ ଯେତେବେଳେ ତାଙ୍କୁ ଶ୍ମଶାନକୁ ନେବାକୁ ବସିଲେ, ସେତେବେଳେ ତାଙ୍କ ଚେତା ଫେରି ଆସିଲା, ସେ ପୁଣି ପୁନର୍ଜୀବିତ ହୋଇଗଲେ। ଏଇ ପୁନର୍ଜୀବିତ ହେବା ପରେ ସୁମିତ୍ରା ସିଂ କିନ୍ତୁ ଆଉ ତାଙ୍କର ନିଜ ସ୍ୱାମୀ ଜଗଦୀଶ ସିଂ ଆଉ ତାଙ୍କର ଏକମାତ୍ର ପୁଅକୁ ଆଦୌ ଚିହ୍ନି ପାରିଲେ ନାହିଁ। ଚିହ୍ନି ତ ପାରିଲେ ନାହିଁ। ଏଇ ମୃତପ୍ରାୟ ଅବସ୍ଥାରୁ ଯେତେବେଳେ ସେ ପୁନର୍ଜୀବିତ ହୋଇ ଫେରି ଆସିଲେ, ତାପରେ ସେ କହିଲେ ମୋ ନାଁ ହେଉଛି ଶିବା, ମୋ ନାଁ ହେଉଛି ଶିବା, ମୋର ଇଏ ଘର ଦ୍ୱାର କିଛି ନୁହଁ, ମତେ ମୋର 2 ଛୁଆଙ୍କ ପାଖକୁ ନେଇଯାଅ। ଶ୍ୱଶୁର ଘର ଲୋକେ ଅତି ଆଶ୍ଚର୍ଯ୍ୟ ହେଲେ, କହିଲେ ଶିବା ପୁଣି କିଏ? ସନ୍ତୋଷୀ ମା ଗଲେ, ମୁନି ମା ଗଲେ, ତାପରେ ସେ ଆଉ ଯେଉଁ ଗୋଟେ ପୁରୁଷ ପ୍ରେତାତ୍ମ ସିଏ ବି ଗଲା, ଇଏ ଶିବା ପୁଣି କିଏ? ସୁମିତ୍ରା ସିଂ କହିଲେ ମୁଁ ହେଉଛି ଶିବା, ଆର ଯେଉଁ ପୂର୍ବ ଜନ୍ମରେ ମୋ ଶ୍ୱଶୁର ଘର ଲୋକେ ମୋତେ ପଥରରେ ଛେଚି ମାରି ଦେଇଥିଲେ। ବିଶେଷ କରି ମୋର ଯେ ନଣନ୍ଦ, ସେ ମୋ ମୁଣ୍ଡକୁ ପଥରରେ ଛେଚିଛି ମାରି ଦେଇଥିଲା ଏବଂ ଏଇ ହତ୍ୟାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ମୋ ଶ୍ୱଶୁର ଘର ଲୋକେ ମୋତେ ନେଇକି ରେଲୱେ ଟ୍ରାକ୍ ଉପରେ ପକାଇ ଦେଇଥିଲେ ଏବଂ ସମସ୍ତେ ଜାଣିଲେ ଯେ ମୁଁ କୁଆଡ଼େ ରେଲୱେ ଟ୍ରାକ୍ରେ ଆତ୍ମହତ୍ୟା କରିଛି ବୋଲି। ଏବଂ ଏହାପରେ ସେ ତାଙ୍କ ଶ୍ୱଶୁର ଘରର କଥା ଟିକିନିକିରି କହିଲେ। ତାଙ୍କ ସେଇ ପୂର୍ବ ଜନ୍ମର ତାଙ୍କର ଯେଉଁ ଶିବାର ଯିଏ ବାପା ଥିଲେ, ଶିବା ତ ଶ୍ୱଶୁର ଘରେ ପଥର ଛେଚିକି ମରିଗଲା, ଶିବାର ଯେଉଁ ବାପା ଥିଲେ ସେ କହିଲେ ମୋ ବାପାଙ୍କ ନାଁ ହେଉଛି ରାମସିଆ ତ୍ରିପାଠୀ, ମୋ ବାପାଙ୍କ ନାଁ ହେଉଛି ରାମସିଆ ତ୍ରିପାଠୀ, ଯିଏ ଜଣେ ସ୍କୁଲ ଶିକ୍ଷକ ଥିଲେ ଏବଂ ସେ ଇଟୁଆ, ଉତ୍ତରପ୍ରଦେଶର ଇଟୁଆରେ ରହୁଥିଲେ। ସୁମିତ୍ରା ସିଂଙ୍କର ବର୍ତ୍ତମାନର ଯେଉଁ ଶ୍ୱଶୁର ଘର ଲୋକେ କିଏ ଶିବା, ତାର କେମିତି ପଥର ଛେଚି ମୃତ୍ୟୁ ହୋଇଥିଲା, ସେ ବିଷୟରେ ଜାଣିବାକୁ ସାମାନ୍ୟତମ ଆଗ୍ରହ ମଧ୍ୟ ପ୍ରକାଶ କଲେ ନାହିଁ ଏବଂ ସେମାନେ ଧରିନେଲେ ଯେ ଆମ ବୋହୂର ମୁଣ୍ଡ ଖରାପ ଆ ଭିତରେ ହେଇଯାଇଛି, ତେଣୁ ସେ ତାକୁ ଅନେକ ଗୁଣି ଗାରେଡିଙ୍କ ପାଖକୁ ନେଲେ। ଯଦିଓ ଏବଂ ସେ ସମୟରେ ମଧ୍ୟ ଜଣେ ହନୁମାନ ଭକ୍ତ ଥିଲେ, ଜଣେ ଗୁଣିଆ, ତାଙ୍କ ନାଁ ବିଶ୍ୱନାଥ, ତାଙ୍କ ପାଖକୁ ନେଇଗଲେ। କିନ୍ତୁ ଏଇ ହନୁମାନଙ୍କର, ମହାବୀରଙ୍କର ଭକ୍ତ ଗୁଣିଆ ବିଶ୍ୱନାଥ, ସେ ମଧ୍ୟ ସେଭଳି କିଛି ଆଖି ଦୃଶ୍ୟା ସମାଧାନ କରିପାରିଲେ ନାହିଁ। ତାପରେ ଏମାନେ ସମସ୍ତେ ଚାହିଁଲେ
आमर ये जो बहु सुमित्रा आधे बहु प्रेतात्मा माने आधे सवार होचंती आर गोटे आईसिणिया देह आम मैंने जानू आम गाँ गंडा मानक केतले बहु मान देहरे जदि किसी भूत सवार हो जाए प्रेतात्मा सवार होती गुणिया मान झड़ा जाए एवं कह जाए आ देहटा आईसिणिया देह। आईसिणिया देह माने केते गोटे शरीर अच्छी जो शरीर को आत्मा माने प्रवेश करि पारंती सबु शरीर नुह जेमती इलेक्ट्रिसिटी बा करेन्टा सबु वस्तु भितर प्रवेश करि परिबो नाही काठ भितर जाई परिबो नाही कि पत्थर भितर प्रवेश करि परिबो नाही करेन्टा विद्युतटा गोटे स्वतंत्र कपर कॉइल सिल्वर आ भितर प्रवेश करि परिबो ठीक सेमती मृतात्मा माने जेकोसी शरीर भितर प्रवेश करि पारंती नाही सेतिपई कह जाए गोटे आईसिणिया देहरे से प्रवेश करती से अनुसार सुमित्रार शशुर घर लोक देखिले आम बहु देह भीतर को अनेक प्रेतात्मा माने प्रवेश करुचंती। सुमित्रार बापा माने यही जो जन्म सुमित्रा जहाँ शशुर घरे बाहक आसी जो शरीफापुर गाँव में अच्छी सुमित्रार जे ओरिजिनल मूल बापा से माने आसी मध्य ए गाँव में पहुँचले जे कौन झील रही से कथा बुझापी एवं सुमित्रा जो कहूची जे मोर पूर्व जन्मर जो शिवा बोली मु जो थी मते मारी दिया जाइथिला सुमित्रार शशुर घर लोक से ग्राम ठाब करिसंती एवं से जो शिवा नामनी बहुटी की तांको शशुर घर लोके मारी देइथिले पथरे छेची से मानकु ठाब करिसंती गोटाए दिन से पूर्व जन्म शिवार शशुर घर लोके एबे जो जन्म होइची एबे जो सुमित्रा जोठी बाहा होइची तार शशुर घर लोके एवं शिवा जो कहिची मोर बापा थिले राबसिया त्रिपाठी इटुहारे जड़े शिक्षक थे से शिवार जी बापा रामसिया त्रिपाठी सीए एमती समस्ते गाँ लोक मिसी प्राय 62 लोक आसी गोटे रुंड होती एवं ये पुनर्जन्म उपरे गवेषणा करुवा सत्वंत पाश्रिका एवं स्टीवेनसन से सबू साक्ष्य प्रमाण एवं तांकर मंतव्य सबू संग्रह करिसंती। देखागला वर्तमान ये जो मृत्यु पर पुनर्जीवित होला परे सुमित्रा निजको शिवा बोली कहूची देखागला तापरे ये सुमित्रा सिंह जे निजको शिवा बोली कहूची ता भितरे अनेक परिवर्तन परिलक्षित हैला। अनेक परिवर्तन माने जदियो ये जो सुमित्रा सिंह जी वर्तमान जगदीश सिंह की बाहा रही शरीफापुर ग्राम रे सी संपूर्ण निरक्षर थिला आदौ पाठशाठ पढ़ी नथिला किंतु जेतल से निजको शिवा बोली दाबी कला तापरे देखागला से शुद्ध हिंदी इंग्राजी कहि पारुची लेखि पारुची अत्यंत मार्जित भद्र महिला भलिया व्यवहार करुची। जदियो सुमित्रा ए जन्मर सुमित्रा सिंह आदौ पाठ पढ़ी नथिला कि सहर देखि नथिला इंग्राजी हिंदी तो दूर कथा एवं या परे परे से निजे साड़ी पिंधिबा आरंभ करची निजर स्वामी जगदीश सिंह को ठाकुर साहेब बोली संबोधन करुची। जदियो आगुरु सुमित्रा सिंह केतले निज स्वामी की ठाकुर सिंह बोली संबोधन करू नथिला किंतु जेतले निजको से शिवा बोली कहूची से स्वामी को ठाकुर सिंह बोली संबोधन करुची। जदियो तार जो सुमित्रा सिंह गोटे पुओ थिला ता ना गुड्डी से सुमित्रा सिंह बोली जो निजको परिचय दौपा ए मृत्यु पूर्व से सुमित्रा सिंह हिसाब से थिला सी ता स्वामी को कहे गुड्डीर बापा नाम धरी डाकेनी किंतु शिवा हला परे से ता स्वामी कहूची ठाकुर साहेब एवं निज शाशु शशुर को कहूची माताजी पिताजी। जदियो आया पूर्व माने शिवा हेबा पूर्व सुमित्रा सिंह ता शाशु शशुर कहूतला आम्मा आउ चाचा
ଶ୍ୱଶୁରଙ୍କୁ ଚାଚା, ଶାଶୁକୁ ଆମା। ଏଇଭଳି ଅନେକ ପରିବର୍ତ୍ତନ ସୁମିତ୍ରା ସିଂ ଦେହରେ ଦେଖିବାକୁ ଲାଗିଲା। ତାର ବ୍ୟବହାରରେ, ଚାଲିଚଳନରେ, ପୋଷାକ ପରିଚ୍ଛଦରେ, କଥାବାର୍ତ୍ତାରେ ଯେମିତି ସେ ଜଣେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତା ନାରୀ। କଥା ହଉଛି 1985 ମସିହା ଅଗଷ୍ଟ ମାସ ପାଖାପାଖି 1985 ମସିହା ଅଗଷ୍ଟ ମାସ ପାଖାପାଖି ରାମସିଆ ତ୍ରିପାଠୀ କିଏ? ଶିବାର ବାପା। ଏଇ ଯୋଉ ସୁମିତ୍ରା ସିଂ କହୁଛି ମୁଁ ଶିବାର ବାପା ହଉଛନ୍ତି ରାମସିଆ ତ୍ରିପାଠୀ। 1985 ମସିହା ଅଗଷ୍ଟରେ ଶୁଣିବାକୁ ପାଇଲେ ଯେ ତାଙ୍କର ମୃତ ଝିଅ ଯିଏ ରେଲୱେ ଟ୍ରାକରେ ଆତ୍ମହତ୍ୟା କରିଥିଲା ବୋଲି ଶୁଣିଥିଲେ, ସିଏ କୁଆଡ଼େ ଆଉ ଥରେ ଜନ୍ମ ନେଇଛି ସୁମିତ୍ରା ସିଂ ଭାବରେ ଏବଂ ଶରୀଫାପୁର ଗ୍ରାମରେ ରହୁଛି। ତେଣୁ ରାମସିଆ ତ୍ରିପାଠୀ ଏଇ ଶରୀଫାପୁର ଗ୍ରାମକୁ ନିଜେ ଆସିଛନ୍ତି ଦେଖିବାକୁ ଯେ ତାଙ୍କ ଝିଅ ଶିବା ପ୍ରକୃତରେ ପୁନର୍ଜନ୍ମ ନେଇଛି କି ନାହିଁ। ରାମସିଆ ତ୍ରିପାଠୀଙ୍କୁ ଦେଖିବା ମାତ୍ରକେ ବର୍ତ୍ତମାନ ନିଜକୁ ଶିବା ବୋଲି ଦାବି କରୁଥିବା ସୁମିତ୍ରା ସିଂ ସାଙ୍ଗେ ସାଙ୍ଗେ ବାପା ହିସାବରେ ରାମସିଆ ତ୍ରିପାଠୀଙ୍କୁ ଖାଲି ଚିହ୍ନିଲାନି, ପାପା ପାପା ବୋଲି ଡାକିଲା ଏବଂ ବୋଉ ବୋଉ ହେଇକି କାନ୍ଦିବାକୁ ଲାଗିଲା। ରାମସିଆ ତ୍ରିପାଠୀ ଜାଣିବାକୁ ଯେ ପ୍ରକୃତରେ ଇଏ ତାଙ୍କର ଝିଅ ଶିବା, ସେ ସାଙ୍ଗରେ ଗୋଟେ ପୁରୁଣା ଆଲବମ୍ ଆଣିଥିଲେ। ଯେଉଁ ଆଲବମ୍କୁ ଦେଖିଲା ମାତ୍ରେ ଏଇ ସୁମିତ୍ରା ସିଂ ଯେ ନିଜକୁ ଶିବା ବୋଲି କହୁଛି, ସେ ଆଲବମରେ ସେ ପୂର୍ବଜନ୍ମ ଶିବାର ପରିବାର ଲୋକେ, ଗ୍ରାମ ଲୋକେ, ସାଙ୍ଗସାଥୀ ସମସ୍ତଙ୍କୁ ଗୋଟି ଗୋଟି ପ୍ରତ୍ୟେକଙ୍କୁ ଚିହ୍ନି ଯାଇ ପାରିଥିଲା। ବର୍ତ୍ତମାନ ପ୍ରଶ୍ନ ଉଠି ନିଜକୁ ଶିବା ବୋଲି ଦାବି କରୁଥିବା ସୁମିତ୍ରା ସିଂ ଦେହରେ ଥିବା ଶିବାର ପ୍ରେତାତ୍ମା, ସେ ଶିବା ବୋଲି ଝିଅଟି ପ୍ରକୃତରେ କିଏ? ଇଟୁଆ ଗ୍ରାମର ରାମରାଣୀ ଏବଂ ରାମସିଆ ତ୍ରିପାଠୀଙ୍କର କନ୍ୟା ଥିଲା ଶିବା। ଶିବା 1962 ଅକ୍ଟୋବର 24 ତାରିଖରେ ଜନ୍ମଗ୍ରହଣ କରିଥିଲା। ସିଏ BA ପାସ୍ କଲା ପରେ, ଶିବା ଯେତେବେଳେ BA ପାସ୍ କରିଗଲା, ସିଏ ବିଦ୍ୟାପୁରର ଏକ ସଂଯୁକ୍ତ ପରିବାରରେ ସେ ବିବାହ କରିଥିଲା। ଏହି ଶିବାର ଉଚ୍ଚଶିକ୍ଷା ଏବଂ ସ୍ୱଭାବକୁ ନେଇ ଶ୍ୱଶୁର ଘର ଲୋକେ ନାପସନ୍ଦ କରୁଥିଲେ। ପରବର୍ତ୍ତୀ ସମୟରେ ଶିବାକୁ ତାର ନଣନ୍ଦ ପଥରରେ ପ୍ରକୃତରେ ଛେଚି ମାରି ଦେଇଥିଲା। ମାରିଦେଲା ପରେ କାଳେ ହତ୍ୟା ପାଇଁ ସେମାନେ ଧରା ପଡ଼ିବେ, ତା ଶ୍ୱଶୁର ଘର ଲୋକେ ପ୍ରକୃତରେ ସେ ଶିବା ନାମ୍ନୀ ଉଚ୍ଚଶିକ୍ଷିତା ବୋହୂଟିକୁ ନେଇ ରେଲୱେ ଟ୍ରାକରେ ପକେଇ ଦେଇ ଏହାକୁ ଏକ ଆତ୍ମହତ୍ୟାର ରୂପ ଦେଇଥିଲେ। ଏ ଘଟଣାକୁ ଗବେଷଣା କରି ଡକ୍ଟର ସ୍ୱତନ୍ତ୍ର ପତ୍ରିକା ଏବଂ ଷ୍ଟିଭେନସନ ସ୍ଥିର ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଶିବାର ପୁନର୍ଜନ୍ମ ସୁମିତ୍ରା ଭାବରେ ହୋଇନଥିଲା। ମାନେ ଏଇ ଯୋଉ ଉପରେ ଗବେଷଣା କଲେ କିଏ? ସ୍ୱତନ୍ତ୍ର ପତ୍ରିକା ଏବଂ ଷ୍ଟିଭେନସନ। ସେମାନେ ଏଇ ନିଷ୍କର୍ଷରେ ପହଞ୍ଚିଲେ ଯେ ଶିବା ବୋଲି ଯୋଉ ବୋହୂଟିକି ପଥରରେ ଛେଚି ମାରି ଦିଆଯାଇଥିଲା, ସିଏ ଏ ଜନ୍ମରେ ସୁମିତ୍ରା ହିସାବରେ ପୁନର୍ଜନ୍ମ ନେଇନାହିଁ। ବରଂ କଣ ହେଇଛି ନା ଶିବାର ପ୍ରେତାତ୍ମା ସୁମିତ୍ରା ଦେହ ଭିତରେ ପ୍ରବେଶ କରି, ମାନେ ସୁମିତ୍ରା ଶିବାର ପୁନର୍ଜନ୍ମ ନୁହଁ, ଶିବାର ପୁନର୍ଜନ୍ମ ସୁମିତ୍ରା ନୁହେଁ, ବରଂ ଶିବାର ପ୍ରେତାତ୍ମାଟା ଏଇ ସୁମିତ୍ରା ଦେହରେ ପ୍ରବେଶ କରି ତାର ଅତୀତ ଜୀବନ, ମୃତ୍ୟୁର କାରଣ, ଏପରିକି ହତ୍ୟାକାରୀଙ୍କୁ ସେ ଚିହ୍ନେଇ ଦେବା ପାଇଁ କେବଳ ତାର ପ୍ରେତାତ୍ମାଟା ଏ ଶରୀରରେ ପ୍ରବେଶ କରି ଏସବୁ କଥା କହୁଥିଲା, କରୁଥିଲା। ଏହା ଥିଲା କାୟା ପ୍ରବେଶର ଏକ ଜ୍ୱଳନ୍ତ ଉଦାହରଣ। ତା ଅର୍ଥ ମୃତାତ୍ମା ମାନେ ଥରେ ଥରେ ଜୀବିତ ଶରୀର ଭିତରକୁ ପଶି ଆସି ସେଇ ଜୀବିତ ଶରୀରଟିକୁ କବଳିତ କରି
ନିଜର ବ୍ୟକ୍ତିତ୍ୱ ପରିପ୍ରକାଶ କରିଥାନ୍ତି। ପରକାୟା ପ୍ରବେଶ ଉପରେ ମୁଁ ଆଗରୁ କହିଛି କି ନାହିଁ ମୋର ମନେ ନାହିଁ, ଶଙ୍କରାଚାର୍ଯ୍ୟଙ୍କ କଥା। ଯେଉଁ ଶଙ୍କରାଚାର୍ଯ୍ୟଙ୍କର ଜଣେ ବିଦୁଷୀ ରମଣୀଙ୍କ ସହିତ ଜ୍ଞାନର ତର୍କ ବିତର୍କ ହେଇଥିଲା, କିଏ ବଡ଼, ସେ ସମୟରେ କେମିତି ସେ ବିଦୁଷୀ ନାରୀ ଜଣକ ଏକ ବୈବାହିକ ଜୀବନ ଏବଂ ସମ୍ଭୋଗକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ। ଶଙ୍କରାଚାର୍ଯ୍ୟ ଯେହେତୁ ବ୍ରହ୍ମଚାରୀ, ସେ ଉତ୍ତର ଦେବା ପାଇଁ କେମିତି ଜଣେ ମୃତ ରାଜାଙ୍କ ଶରୀର ଭିତରେ ପ୍ରବେଶ କରି ମରିଯାଇଥିବା ଜଣେ ରାଜାଙ୍କ ମୃତ ଶରୀର ଭିତରେ ପ୍ରବେଶ କରି ସେ ରାଣୀଙ୍କ ସହିତ ସମ୍ଭୋଗ କରି ସେ ଉତ୍ତର ଖୋଜି ପାଇଥିଲେ, ସିଏ ଅଲଗା କଥା। ଯଦି କେତେବେଳେ ମୋର ପୁଣି ମନେ ପଡ଼େ ମୁଁ ସେଇ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ପରକାୟ ପ୍ରବେଶ ଭିତରେ କହିବି। ତେବେ ଆଜି ଏଇ ଯେଉଁ 1985 ଅଗଷ୍ଟ ମାସରେ ଉତ୍ତରପ୍ରଦେଶର ଶରୀଫାପୁର ଗ୍ରାମର ସୁମିତ୍ରା ସିଂ ନାମ୍ନୀ ବିବାହିତା ଯୁବତୀ ଏବଂ ତାଙ୍କ ଦେହରେ ପ୍ରବେଶ କରିଯାଉଥିବା ଶିବା ନାମକ ଏକ ବିବାହିତ ଯୁବତୀର ପ୍ରେତାତ୍ମା, ତାହା ଯେ ପୁନର୍ଜନ୍ମ ନଥିଲା, ତାହା ଥିଲା ପରକାୟା ପ୍ରବେଶ। ସେଇ ବିଷୟରେ ମୁଁ ଆପଣମାନଙ୍କୁ ସମ୍ୟକ ଧାରଣା ଦେବାକୁ ଚେଷ୍ଟା କରିଛି। ମାତ୍ର ପୁନର୍ଜନ୍ମ ହେଲେ ଧର ମୁଁ ଏ ଜନ୍ମରେ ବିବୁଧ ରଞ୍ଜନ ହେଇଛି, ମୁଁ ମରିଗଲା ପରେ ଯଦି ଆଉ ଗୋଟେ ଶରୀର ନେଇ ଜନ୍ମ ଗ୍ରହଣ କରେ ଏବଂ ପୁଣି ମୋର ଏଇ ପଛ ଜନ୍ମ କଥା ମନେ ପକେଇ ଦେଇପାରେ, ସେଇଟା ହେଲା ପୁନର୍ଜନ୍ମ। ତାହେଲେ ଏ ଜନ୍ମରେ ଯିଏ ରାମ ଥିଲା, ସେ ଆଉ ଗୋଟେ ଜନ୍ମରେ ଗୋବିନ୍ଦ ହୋଇ ଜନ୍ମ ହେଲା ପରେ ମଧ୍ୟ ରାମ କଥା ମନେ ପକେଇ ପାରୁଛି, ବା ରାମ ହିଁ ଆଉ ଥରେ ଜନ୍ମ ନେଇଛି ଗୋବିନ୍ଦ ହିସାବରେ। ସେଇଟା ପୁନର୍ଜନ୍ମ, ରିବାର୍ଥ। এইটা কিন্তু হচ্ছে পরকায়া প্রবেশ। অন্য শরীর ভিতরে এক মৃতাত্মা প্রবেশ করিব, সে তাহা যাহা জଣାইବାକୁ চাହୁଛି সেগুড়া সব জଣାই সারিব, পুଣି বাহারি আসিব। এটা হলা পরকায়া প্রবেশ। এ সৃষ্টি বড় বিচিত্র। এ সংসার এক রহস্যময় সংসার। ଆମେ ଆମର ସ୍ୱଳ୍ପ ସୀମିତ ଜ୍ଞାନରେ ଆକୁ ଆଦୌ ମୂଲ୍ୟାୟନ କରିପାରିବା ନାହିଁ କି କଳନା କରିପାରିବା ନାହିଁ। ଯେଉଁମାନେ ଆମେ ସବୁ ଜାଣିଛୁ ବୋଲି କହୁଥିବେ, ସେମାନଙ୍କ ଠାରୁ ବୋକା କେହି ନାହାନ୍ତି। ଈଶ୍ୱରଙ୍କର ଏଇ ଯେଉଁ ରହସ୍ୟମୟ ପ୍ରହଳୀପୂର୍ଣ୍ଣ ସୃଷ୍ଟି, ଏଥିରେ କାହିଁକି, କ'ଣ, କିପରି ହେଲା, ୟା ଭିତରେ ଏଇ ଗୋଲକ ଧନ୍ଦା ଭିତରେ ଛନ୍ଦି ନ ହୋଇ ଜୀବନରେ ଯାହା ଯେତେବେଳେ ଘଟୁଛି ତାକୁ ହିଁ ନେଇ କେବଳ ଆନନ୍ଦଟାକୁ ଉପଭୋଗ କରନ୍ତୁ, ତାହେଲେ ଏ ଜୀବନଟା ଅତି ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇ ଉଠିବ। এটা କେମିତି ହେଲା, କାହିଁକି ହେଲା, ଏମିତି ତ ହବା କଥା ନୁହଁ। ଏଗୁଡ଼ା ସବୁ ମୂର୍ଖ ପାଣ୍ଡିତ୍ୟର ମନ୍ତବ୍ୟ। ଆମେ ଯେଉଁ ମଣିଷ ଈଶ୍ୱରଙ୍କର ଏ ଐଶ୍ୱର୍ଯ୍ୟ ସତ୍ତା ଆଗରେ ଆମର ପିମ୍ପୁଡ଼ିକର କି ବାଲି ଧୂଳି କଣାର ମୂଲ୍ୟ କିଛି ନାହିଁ। ଆମେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ଆମର ଜ୍ଞାନକୁ ପରିପ୍ରକାଶ କରୁ, ନିଜର ଫୁଟାଣି ବାହାଦୁରୀ ପାଣ୍ଡିତ୍ୟର ନଗ୍ନ ପ୍ରଦର୍ଶନ କରୁ। ଆମେ କିଏ, ଆମେ କ'ଣ ଜାଣିଛେ? ମୁଁ ବି ନିଜେ କହୁଛି ମୁଁ କିଛି ଜାଣିନି। ଆପଣମାନଙ୍କୁ ଯାହା କହୁଛି, ଯେଉଁ ଯେଉଁ ବିଷୟରେ ମୋର ଆଗ୍ରହ, ଜୀବନରେ ଯେତିକି ପଢ଼ିଛି, ଜାଣିଛି, କେତେବେଳେ କେତେବେଳେ କିଛିଟା ବ୍ୟକ୍ତିଗତ ଜୀବନର ଅନୁଭବରେ ଆସିଛି, ସେ ମୃତାତ୍ମା ମାନଙ୍କୁ ହଉ ପ୍ରେତାତ୍ମା ମାନଙ୍କୁ ନେଇ ମୋ ଜୀବନରେ ଯଦି କିଛି ବ୍ୟକ୍ତିଗତ ଅନୁଭବ ହେଇଛି, ମୁଁ କେବଳ ସେ ଆପଣଙ୍କ ଆଗରେ ସେୟାର କରୁଛି।
मोर पांडित्य मु देखुनी, मु मूर्ख। किंतु मोर कहयार कथा है आपण माने जदि ए तेल लुण संसार भितरे थाई मध्य पाठ पढ़ु थांतु, चाकरी करि थांतु, विवाह करि थांतु बा अविवाहित रही थांतु, प्रेम करू थांतु कि ठाकुर को पूजा करू थांतु, ए सबु भितर ऊर्ध्व को जाई भाई जदि के जीवनटा को जानिया को चेष्टा करते, ए जीवनटा को टिके अनुशीलन करते, एक अनिसंधिष्ठ मन नहीं ए संसारटा को टिके विश्लेषण करते, बहुत आनंद लगता। आउ यही होता आपणकर एक परिपूर्ण जीवनर परिचय। आमे केते पाठ पढ़ीचे, केते डिग्री पाइचे, ये महाकालर गर्भरे तार मूल्य भाई किछि नाही। सबू आमे पुछे ही जीवा, मिसी जीवा, समय हमको पुछि दब। किंतु से जीवन यात्रार स्वल्प सीमित समय भितर जदि आमे टिके निजको जानिया को चेष्टा करते, मु किए, हु एम आई, एटा गोटे दार्शनिक तत्व नुह कि दार्शनिक अनिसंधिष्ठा नुह। मु किए, मु विबुध रंजन। विबुध रंजन कहले किए? विबुध रंजन कहले कहीं नहीं। एटा विबुध रंजन आखि, एटा नाक, एटा पाटी, एटा गाल, एटा हाथ, किंतु विबुध रंजन कोठी अछि? ये मैंने सब तो गोटे ना अच्छी, नाक, पाटी, पेट, हाथ, गोड़, किंतु कोठी तो मो विबुध रंजन एटा कहि पारुनी। ताले फेर मो विबुध रंजन केमिति? से निजको निजे खोजिबा, एवं जो निजको निजे खोजिबा, जे चाहूची, जे जानूची, ए जे सृष्टि रहस्यटा को जानिया को चाहूची, ताको 24 घंटा का सामान्य किछि समय निज पाई दबाक पड़िबो। कौन से को सद्गुरु, ये बेपारी गुरु माने जो माने भारत वर्ष में चल प्रचल करी तांको दुकान विपणी मेलेइचंती गुरु हिसाब से माने अछंती। आपण सद्गुरु को खोजिले तांको रूपरू पाई परिबेनी, तांकर हुई तो दाढ़ी न थाई पारे, से हुई तो गेरुआ न पिंधि पारि थांती। दाढ़ी रखिबा, गेरुआ वस्त्र पिंधिबा, रूप सजै हेबा, सेटा तो गोटे छद्मवेश भेड़ी की जन ड्रामा रे राम अभिनय करछि, से ड्रामा रूप में बेश होछि, जो ड्रामा सरीगला पर से जीन पैंट पिंधुछि। तेणु रूप रंगर भेड़िके पड़ेनि। सद्गुरु मैंने अच्छा आपको खोजा पड़ो, ठीक समय हेले आपन पाई जाई पारिबे। जदि सद्गुरु को पाई जाई पारंते, से माने आपन को रास्ता बतई दे पारंते। फिर बारंबार कहूछि, संसार करंतु, संसार को छाड़ी की जंगल को जीवा दरकार नहीं। एई संसार भितर रही मध्य, परिवार भितर रही मध्य आपण ईश्वर को पाई परिबे, सृष्टि रहस्य को जानी परिबे, आपण निजर परिचय मध्य खोजिकी पाई परिबे। जो दिन निजर परिचय पाई जिबे, से दिन आपण निजे जानिबे ईश्वर बोली कहीं नाहंती, आपण निजे ही होचंती ईश्वर। You yourself is God. That is the realization of God. That is a realized soul. आज ये परकाय प्रवेश एपिसोड टी केमती लगला मते निश्चय जणेबे। लाइक करिवे, कमेंट करिवे, शेयर करिवे। यदि सब्सक्राइब न करथिबे सब्सक्राइब करिवे। पुनर्बार कहूची, नुआ वर्ष रे आपण माने समस्ते खूब खुशी रहंतु, आनंद रे रहंतु एवं निजर परिचय खोजंतु। रहिली, नमस्कार। मो ठाकुर तो पछाड़ देखुचंती एडे आखि करी कालू चाहिए आ रहिली भाई।